ସେଠୁ ଚାଲି ଆସିଲେ ଚିଫ ଜଷ୍ଟିସ ଅଫ ଇଣ୍ଡିଆ। ସେ କହିଲେ ଦେଶର ଯୁବକ ଗୁଡାକ ଅସରପା ଭଳିଆ। ମାନେ ଦେଶର ଯୁବକକୁ ଆପଣ କଣ ବୋଲି ଭାବୁଛନ୍ତି? ଜଣେ ବିଧାୟକ କହିବେ ଯେ ଅସରପା ଗୁଡା ଚଢେଇ, ଯୁବକ ଗୋଟା ମାନେ ଜୀବ, ଏସବୁ ଜିନିଷରୁ ଏମାନେ ନିବୃତ୍ତ ରୁହନ୍ତୁ। ଏମିତି ହେଇ ବର୍ତ୍ତମାନ ଚିଫ ଜଷ୍ଟିସଙ୍କର ସାହସ ବଢିଲା। ସେ ବାହାଦୁରୀ ମାରି କହୁଥିଲେ ଯେ ଅସରପା ବୋଲି। ଯେତେବେଳେ କକରୋଜ ରାସ୍ତାକୁ ଆସିବ ନା, ସବୁ ଜିନିଷ ମାରି ଖାଇଯିବ। ଅସରପା ଗୋଟେ ଏମିତି କୀଟ ଆମେ ଦେଖିଛୁ ଯେ ନୂଆ ପୁରୁଣା କିଛି ତାର ବାଛ ବିଚାର ନଥାଏ। ଯେତେବେଳେ ଅସରପା ଖାଇବ, ସବୁ ଖାଇବ। ପ୍ରଶ୍ନ ପଚାରିବେ ଆରଡିଏକ୍ସ ଆସିଥିଲା କୋଉଠୁ, ତାର ହିସାବ ଦିଅ। ପ୍ରଶ୍ନ ପଚାରିବେ ସିଡିଏସ୍ ବିପିନ ରାୱତଙ୍କର ମୃତ୍ୟୁ କେମିତି ହେଲା, ତାର ହିସାବ ଦିଅ। ପ୍ରଶ୍ନ ପଚାରିବେ ଅଜିତ ପାୱାର, ଆପଣଙ୍କର ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କର ମୃତ୍ୟୁ କେମିତି ଘଟିଲା, ହେଲିକପ୍ଟର ଫ୍ଲାଇଟରେ ଦୁର୍ଘଟଣା ହେଲା, ତାର କାଗଜ ପତ୍ର କୁଆଡେ ଗଲା, ତାର ଇନଭେଷ୍ଟିଗେସନ ରିପୋର୍ଟ କୁଆଡେ ଗଲା। ଦେଶର ଯୁବକ ମାନଙ୍କୁ ଏତେ ହତୋତ୍ସାହିତ କରିବା, ଦେଶର ଯୁବକ ମାନଙ୍କୁ ଏତେ ଶସ୍ତା ଭାବେ ପରିଦର୍ଶନ କରିବା ଆମେ ଆମ ଜୀବନରେ କେବେ ଦେଖିନଥିଲୁ। ଦେଶର ଯୁବକ ଆମ ଭବିଷ୍ୟତ। କେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଆସି କହିବେ ଯେ ଯୁବକଙ୍କୁ 2 କୋଟି ଚାକିରି ଦିଆଯିବ, ଆମକୁ ଭୋଟ ଦିଅ। ତାପରେ ଦେଶର ପ୍ରଧାନମନ୍ତ୍ରୀ ଆସି କହିବେ ଯେ ଚାକିରି ନ ମିଳିଲା ନାହିଁ ପକୋଡା ବିକ। କେତେବେଳେ ଦେଶର ଯୁବକ ଆସିକି ରାସ୍ତାରେ ଚାକିରି ମାଗିବ, ସେତେବେଳେ ଏମାନେ ଗୋଡେଇ ଗୋଡେଇ ବାଡେଇବେ। କେତେବେଳେ ଦେଶର ଯୁବକକୁ କହିବେ ଯେ ତମେ ଆସ ଏଠି ଅଗ୍ନିବୀରରେ ସାମିଲ ହୁଅ, 4 ବର୍ଷିଆ ଚାକିରି କର। କେତେବେଳେ ଦେଶର ଯୁବକକୁ ପକୋଡା ବିକିବା ପାଇଁ ଇନଷ୍ଟ୍ରକ୍ସନ ଆସିବ। ତାପରେ ସମସ୍ତେ ଦେଖିଲେ ଯେ ଦେଶର ଯୁବକ ଗୁଡା ଭାରି ଶସ୍ତା ହେଇଗଲେଣି। ସେଠୁ ଚାଲି ଆସିଲେ ଚିଫ ଜଷ୍ଟିସ ଅଫ ଇଣ୍ଡିଆ। ସେ କହିଲେ ଦେଶର ଯୁବକ ଗୁଡାକ ଅସରପା ଭଳିଆ। ମାନେ ଦେଶର ଯୁବକକୁ ଆପଣ କଣ ବୋଲି ଭାବୁଛନ୍ତି? ଯୋଉ ଦେଶ ବର୍ତ୍ତମାନ ଯୁବକ ମାନଙ୍କର ଦେଶ, ଦେଶରେ 60% ଅଧିକ ମାତ୍ରାରେ ଯୁବକ ବସବାସ କରନ୍ତି। ଏମାନେ ଦେଶକୁ ନିର୍ମାଣ କରିବେ। ତମେ ଦେଶର ଯୁବକଙ୍କୁ କହିବ ଅସରପା, ଦେଶର ଯୁବକଙ୍କୁ କହିବ। କାଲି ଜଣେ ବିଜେପିର ବିଧାୟକ ଦେଖୁଥିଲୁ, କହୁଥିଲେ କଣ ଅସରପା ଗୁଡା ଚଢେଇ ନା କଣ। ଦୁଃଖ ଲାଗୁଛି। ଏସବୁ ଇନଷ୍ଟ୍ରକ୍ସନ କୋଉଠୁ ଆସୁଛି? ମୋହନ ମାଝୀ ତାଙ୍କର କ୍ଲୋଜ ସର୍କିଟ ଏମଏଲଏ ମାନଙ୍କୁ କହିବେ ଯେ ତମେ ଯାଅ, ଯୁବକଙ୍କୁ କହିବ ସିଏ ଅସରପା ନା ଚଢେଇ ନା କୀଟ ପତଙ୍ଗ। ଯୁବକଙ୍କୁ ଏତେ ଶସ୍ତା ଭାବିବା ମୋହନ ମାଝୀ ଅନ୍ତତଃ ବନ୍ଦ କରନ୍ତୁ। ଜଣେ ବିଧାୟକ କହିବେ ଯେ ଅସରପା ଗୋଟା ଚଢେଇ, ଯୁବକ ଗୋଟା ମାନେ ଜୀବ, ଏସବୁ ଜିନିଷରୁ ଏମାନେ ନିବୃତ୍ତ ରୁହନ୍ତୁ। ଏମିତି ହେଇ ବର୍ତ୍ତମାନ ଚିଫ ଜଷ୍ଟିସଙ୍କର ସାହସ ବଢିଲା। ସେ ବାହାଦୁରୀ ମାରି କହୁଥିଲେ ଯେ ଅସରପା ବୋଲି। ଭାବନ୍ତୁ ଗୋଟେ ଦେଶର ଯୁବକ ରାତ୍ରି ପାହିଲେ ଚାକିରି ପଛରେ ଦୌଡୁଛି। ରାତ୍ରି ପାଇଲେ ନିଟ୍ ପଛରେ, ଆପଣ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କରାଉଛନ୍ତି। ସେଠି 30ଟା ପିଲା ଆତ୍ମହତ୍ୟା କଲେଣି, କୌଣସି ଆକ୍ସନ ନାହିଁ। ଦେଶର ଯୁବକ, ତାର ବାପା ପରିବାର ଲୋକ ଆସିବେ କୋଉଠିକି, ରାଜରାସ୍ତାକୁ ଲଢେଇ କରିବା ପାଇଁ। ସରକାର ତାପରେ କେତେବେଳେ ଟ୍ରେନ ଚଢେଇ ଦଉଛନ୍ତି। ଗୋଟିଏ ବର୍ଷ ତମାମ ଲୋକ ରାଜରାସ୍ତାରେ ବସିକି ରହିଲେ, ଚାଷୀ ଆନ୍ଦୋଳନ କଲେ। ଆପଣ ଦେଖିବେ ତାପରେ ବର୍ତ୍ତମାନ ଯୁବଗୋଷ୍ଠୀ ରାସ୍ତାକୁ ଆସିଲେଣି। ଯେତେବେଳେ କକରୋଜ ରାସ୍ତାକୁ ଆସିବ ନା, ସବୁ ଜିନିଷ ମାରି ଖାଇଯିବ। ଅସରପା ଗୋଟେ ଏମିତି କୀଟ ଆମେ ଦେଖିଛୁ ଯେ ନୂଆ ପୁରୁଣା କିଛି ତାର ବାଛ ବିଚାର ନଥାଏ। ଯେତେବେଳେ ଅସରପା ଖାଇବ, ସବୁ ଖାଇବ, ସବୁ ଜିନିଷକୁ ଖାଇବ। ଯେତେବେଳେ ଯୁବକ ରାଜରାସ୍ତାକୁ ଆସିବେ, ପ୍ରତ୍ୟେକ ଜିନିଷର ପ୍ରଶ୍ନ ପଚାରିବେ। ପେଟ୍ରୋଲ ଡିଜେଲର ଦରରେ ଆଜି ସରକାର ପାଖାପାଖି 15 ଲକ୍ଷ କୋଟି ଟଙ୍କା ରେଭିନ୍ୟୁ ଜେନେରେଟ କରିଛନ୍ତି। ମୋହନ ମାଝୀ, ଆପଣଙ୍କର ନରେନ୍ଦ୍ର ମୋଦି 15 ଲକ୍ଷ କୋଟି ଟଙ୍କା ରେଭିନ୍ୟୁ ଜେନେରେଟ କରିଛନ୍ତି। ଆପଣ ପେଟ୍ରୋଲ ଡିଜେଲ ଏବଂ ଗ୍ୟାସରେ ତାର ହିସାବ ସରକାରଙ୍କୁ ମାଗିବା ପାଇଁ ପଡିବ। ନରେନ୍ଦ୍ର ମୋଦି 35,000 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବିଦେଶ ଗସ୍ତରେ। କଣ ବେନିଫିଟ ମିଳିଲା? ମେଲୋଡି ଚକୋଲେଟ। ଦୁଃଖ ଲାଗୁଛି। କଣ ବେନିଫିଟ ମିଳିଲା? ବର୍ତ୍ତମାନ ତମକୁ ଡୋନାଲ୍ଡ ଟ୍ରମ୍ପ ଧମକେଇଲା, ମୋଦି କମ୍ପ୍ରମାଇଜ ହେଲେ। ଏସବୁ ଜିନିଷ ପ୍ରଶ୍ନ ପଚାରିବେ। ପ୍ରଶ୍ନ ପଚାରିବେ ଆରଡିଏକ୍ସ ଆସିଥିଲା କୋଉଠୁ, ତାର ହିସାବ ଦିଅ। ପ୍ରଶ୍ନ ପଚାରିବେ ସିଡିଏସ୍ ବିପିନ ରାୱତଙ୍କର ମୃତ୍ୟୁ କେମିତି ହେଲା, ତାର ହିସାବ ଦିଅ। ପ୍ରଶ୍ନ ପଚାରିବେ ଅଜିତ ପାୱାର, ଆପଣଙ୍କର ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କର ମୃତ୍ୟୁ କେମିତି ଘଟିଲା, ହେଲିକପ୍ଟର ଫ୍ଲାଇଟରେ ଦୁର୍ଘଟଣା ହେଲା, ତାର କାଗଜ ପତ୍ର କୁଆଡେ ଗଲା, ତାର ଇନଭେଷ୍ଟିଗେସନ ରିପୋର୍ଟ କୁଆଡେ ଗଲା, ତାର ହିସାବ ଦିଅ। ଏ ଯୁବକ ପ୍ରଶ୍ନ ପଚାରିବେ ଆପଣଙ୍କର ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ, ତାଙ୍କର ମୃତ୍ୟୁ କେମିତି, ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା ଫ୍ଲାଇଟରେ, ତା ଭିତରେ ମୃତ୍ୟୁବରଣ କଲା, ତାଙ୍କର ଆକ୍ସିଡେଣ୍ଟାଲ ଡେଥ ହେଲା। ଏ ହିସାବ ଦିଅ। ଏ ସବୁଥିରେ ସଂଶ୍ଳିଷ୍ଟ ହଉଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହଁ କି ନାଇଁ ପ୍ରଧାନମନ୍ତ୍ରୀ ଜଣାନ୍ତୁ। ଯୁବକ ବର୍ତ୍ତମାନ ରାଜରାସ୍ତାକୁ ଆସିଲେଣି ହିସାବ ମାଗିବା ପାଇଁ। ରାହୁଲ ଗାନ୍ଧୀ କିଛି ଦିନ ପୂର୍ବରୁ କହିଥିଲେ ଯୁବକ ତାର ରାଜରାସ୍ତାକୁ ଆସିବେ, ଦଣ୍ଡା ଧରିକି ନୁଚିବେ। ବର୍ତ୍ତମାନ ମୋଦି ଯାଇଛନ୍ତି, ବର୍ତ୍ତମାନ ଲୁଚୁଛନ୍ତି, କେମିତି ଦେଶ ଭିତରେ ପ୍ରବେଶ କରିପାରୁନାହାନ୍ତି। ବର୍ତ୍ତମାନ ମୋଦିଙ୍କର ହାଲତ এই ଅବସ୍ଥା ହେଲାଣି। ଆଉ କିଛି ଦିନ ଅପେକ୍ଷା କରି ଝୁଲା ନେଇ ଚାଲି ପଳେଇବେ, ଆଉ କିଛି ରହିବନି। କିନ୍ତୁ ଦେଶର ଯୁବକ ଅସରପା ଯେମିତି ପୁରୁଣା ନୂଆ ବାଛ ବିଚାର କରେନି, ଦେଶର ଯୁବକ ପୁରୁଣା ନୂଆ ସବୁର ହିସାବ ନେବେ।
ନରେନ୍ଦ୍ର ମୋଦି ଠାରୁ ଯୋଉ ବାହାଦୁରୀ ମାରି କହୁନଥିଲ କଣ ପକୁଡି ବିକର ରିପ୍ଲେ ଟା ଦେଶର ଯୁବକ କେମିତି ଦେବେ ଆପଣ ଅପେକ୍ଷା କରନ୍ତୁ। ଏବଂ ଏ ସବୁଥିରେ ନରେନ୍ଦ୍ର ମୋଦି କେମିତି ଝୁଲା ନେଇକି ଦେଶ ଛାଡି ଚାଲିଯିବେ। जो कौन सौगंध मुझे इस मिट्टी की, मैं देश नहीं मिटने दूंगा, मैं देश नहीं झुकने दूंगा, मैं देश नहीं लुटने दूंगा। देश लुटि सारे, देश बिकी सारे, झोला उठे नरेंद्र मोदी केमती जी आप खाली अपेक्षा करते।